জাতীয় প্রেস দিবস এই অবসরে নবরঙ্গপুর সার্কিট হাউসটারে আমার নবরঙ্গপুর जिला ওইজে সংগঠন পক্ষর এক সাধারণ সভার আয়োজন করা যাইতিলা। এটি আমার সমস্ত এক্সিক্यूटिव বডি এবং সমস্ত সদস্য প্রায় 10 গোটি ব্লকর সব সদস্য আসছিলে। আজ এই প্রেস দিবসরে সমস্ত শুভেচ্ছা এবং শুভকামনা জ্ঞাপন করা যাইতিলা এবং এই আগামী দিନରେ যেମିତି ସାମ୍ବାଦିକମାନଙ୍କର ସୁରକ୍ଷା ନେଇକରି ଆମର ବିଷୟରେ ଆଲୋଚନା ହେଇଥିଲା। ସାମ୍ବାଦିକମାନେ କିପରି ସୁରକ୍ଷିତ ରହିପାରିବେ ଏବଂ ସେମାନେ କିପରି ସ୍ୱଚ୍ଛ ନ୍ୟୁଜ୍ ଯେତେବେଳେ କଭରେଜ୍ କରନ୍ତୁ ବି ସ୍ୱଚ୍ଛ ନିରପେକ୍ଷତା ଭାବରେ ସମ୍ବାଦ ପରିବେଷଣ କରିବା ପାଇଁ ମତାମତ ରଖାଯାଇଥିଲା ଏବଂ ଆଗାମୀ ଦିନରେ ନବରଙ୍ଗପୁର ଓଇଜେ ସଂଗଠନ ଯେମିତି ପୂର୍ବରୁ ଏକ ବୃହତ ସଂଗଠନ ହେଇକି ନବରଙ୍ଗପୁରରେ ଆବିର୍ଭାବ ହେଇଛି, ସେହି ସଂଗଠନ ପୁଣି ଆଉ ଥରେ ନୂତନ ଭାବରେ ଆମର ନିର୍ବାଚନ ଅଛି। ଆଗାମୀ ଡିସେମ୍ବର ତାରିଖରେ ନିର୍ବାଚନ ହେବାକୁ ଯାଉଛି। ନୂତନ କମିଟି ଗଠନ କରାଯିବ, ସେ ନେଇକି ବିସ୍ତୃତ ଭାବରେ ଆଲୋଚନା ହେଇଥିଲା ଏବଂ 10 ଗୋଟି ବ୍ଲକର ସମସ୍ତ ମୁଖ୍ୟ ସଦସ୍ୟମାନେ ସାମ୍ବାଦିକମାନଙ୍କୁ ନେଇକରି ଆଲୋଚନା ଆଜି ଆରମ୍ଭ ଆମର ହୋଇଥିଲା ଏବଂ ଆଗାମୀ ଦିନରେ କେମିତି ଶାନ୍ତି ଶୃଙ୍ଖଳା ଭାବରେ ନିର୍ବାଚନ ହେବ। ଆମର ତ ନିର୍ବାଚନ ହେଉଛି କିନ୍ତୁ ଇଲେକ୍ସନ୍ ହେଉନାହିଁ, ଇଲେକ୍ସନ୍ଟା ହେଉନାହିଁ, ଆମର ଚୟନ ପ୍ରକ୍ରିୟାରେ ଆମର କରାଯାଉଛି ଯେଉଁ ପଦପଦବୀ ଗୁଡ଼ାକ। ତେଣୁ ଶାନ୍ତି ଶୃଙ୍ଖଳା ଭାବରେ ନିଶ୍ଚିତ ଭାବରେ ହେବା ପାଇଁ ସମସ୍ତେ ଆମେ ବିସ୍ତୃତ ଭାବରେ ଆଲୋଚନା କରିଛୁ ଏବଂ ସଂଗଠନ ଯେମିତି ଆଗରୁ ସୁଦୃଢ଼ ଥିଲା ଏବଂ ଆଗାମୀ ଦିନରେ କେମିତି ସୁଦୃଢ଼ ହେବ ଏବଂ ସାମ୍ବାଦିକମାନଙ୍କର ସୁରକ୍ଷା କେମିତି ରହିପାରିବ ସେ ଦିଗରେ ସଂଘ ବହୁତ ଗୁରୁତ୍ୱ ଦେଇଛି ଏବଂ ଆଗାମୀ ଡିସେମ୍ବର ମାସରେ ଆମର ନିର୍ବାଚନ ପ୍ରକ୍ରିୟା କରାଯିବା ପାଇଁ ଆଜି ନିଷ୍ପତ୍ତି ନିଆଗଲା।